ଅତି ଖୁସି ମନରେ ନିଜ ଝିଅ ଘରକୁ ଯାଉଥିବା ବାଟରେ ବନ୍ଧକୁ ଶୌଚ ହେବା ପାଇଁ ଯାଇ ପାଣିରେ ବୁଡ଼ିଯିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ତେବେ ଦୀର୍ଘ ଦିନ ପରେ ନିଜ ଝିଅ ଘରକୁ ଯିବେ ବୋଲି ବଡ଼ି ଭୋରରୁ ଉଠି ଘରର ସବୁ କାମଦାମ ସାରି ବାହାରି ଯାଇଥିଲେ। ଆଉ ଝିଅ ଘରକୁ ଯିବା ବାଟରେ ଏକ ବନ୍ଧକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ତାଙ୍କର ଜୀବନ ଚାଲିଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଶିଆଳିଆ ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ସ୍ୱର୍ଗତ ଚୈତନ୍ୟ ମୁର୍ମୁଙ୍କ ପତ୍ନୀ ସନ ମୁର୍ମୁ ନୂଆ ବର୍ଷ ପାଇଁ ନିଜ ଝିଅ ଘରକୁ ତରତର ହୋଇ ବାହାରି ପଡ଼ିଥିଲେ। ଆଉ ଯିବା ବାଟରେ ଅତାନଟି ଗୁଡ଼ଡିହା ବନ୍ଧକୁ ଶୌଚ ହେବା ପାଇଁ ଯାଇ ପାଣିରେ ବୁଡ଼ି ଯାଇଥିଲେ। ତେଣୁ ମା ଜଣକ ନିଜ ଝିଅ ଘରେ ନ ପହଞ୍ଚିବାରୁ ତାଙ୍କୁ ଏଣେ ତେଣେ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ କିଛି ଲୋକମାନେ ତାଙ୍କର ମୃତ ଶରୀର ପୋଖରୀରେ ଭାସୁଥିବାର ଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ତେଣୁ ମୃତ ଶରୀରଟି ପାଣିରୁ ଉଦ୍ଧାର ହେବା ପରେ ତାଙ୍କ ଘର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ପରିଚୟ ଦେଇଥିଲେ। ପରେ ମୃତଦେହଟିକୁ ଓଦଳା ମେଡିକାଲକୁ ନିଆଯାଇ ବ୍ୟବଚ୍ଛେଦ କରାଯିବା ସହିତ ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ରାଜୀବ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।